राधे कृष्ण। चटपटा खाइबा समस्तଙ୍କର ସବୁବେଳେ ଇଚ୍ଛା ହେଇଥାଏ। ଆଉ ସେ ପୁଣି କିଛି ନୂଆ ନୂଆ ଆଇଟମ୍ ସବୁବେଳେ ତା ଘରେ ପକୁଡ଼ି ବାଇଗଣ ଚପ୍ ସବୁବେଳେ ତ ତିଆରି ହେଉଛି, କିନ୍ତୁ ନୂଆ ନୂଆ ଖାଇବା ପାଇଁ ତ ସବୁବେଳେ ଇଚ୍ଛା ହୁଏ। ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବି କଖାରୁର ଏଇ ରେସିପିଟି। ବହୁତ ଟେଷ୍ଟ ଲାଗିବ, ବହୁତ କମ୍ ସମୟରେ ହେଇଯିବ, କିଛି ବି ମସଲା ନାହିଁ, ବାସ୍ କମ୍ ମସଲାରେ ହିଁ ହେଇଯିବ। ମୁଁ ଆକୁ କେମିତି ବନେଇଛି ଚାଲନ୍ତୁ ଷ୍ଟାର୍ଟ କରିବା। ମୁଁ এই ରେସିପିଟି ବନେଇବା ପାଇଁ କଖାରୁକୁ ଏମିତି ପତଲା ପତଲା କରି କାଟି ନେଇଛି। ଦେଖନ୍ତୁ ଆପଣ ଏମିତି ପତଲା ହିଁ କାଟିବେ, ଯେତେ ପତଲା କାଟିପାରିବେ ସେତେ ପତଲା ହିଁ କାଟିବେ, ତାର ଟେଷ୍ଟ ବହୁତ ଭଲ ଆସିବ। ମୁଁ ଏଠି ବେଶୀ କିଛି ମସଲା ଆଡ଼୍ କରିବିନି। ଦେଖନ୍ତୁ ମୁଁ କଖାରୁରେ ଖାଲି ଟିକେ ଲୁଣ ପକାଇ ଦେଇକି ତାକୁ ଗୋଳେଇ ନେଉଛି। ଯଦି ଆମେ ଲୁଣ ନ ପକାଇବା ତାହେଲେ କଖାରୁଟା ହିଁ ଆମକୁ ଅଲଣା ଲାଗିବ, ଖାଇବା ପାଇଁ ଟେଷ୍ଟ ଲାଗିବନି। ସେଥିପାଇଁ କଖାରୁକୁ ଟିକେ ଲୁଣ ପକାଇକି ଗୋଳେଇ ନେବେ, ତାକୁ ରେଷ୍ଟ ଦେବା ବିଲକୁଲ ବି ଦରକାର ନାହିଁ। ତାପରେ ମୁଁ ଏଠି ନେଇଯାଇଛି ବେସନ, ଯେତିକି କଖାରୁ ନେଇଥିବେ ସେଇ ଅନୁସାରେ ହିଁ ଆପଣ ଏଠି ବେସନ ନେବେ। ମୁଁ ଟିକେ ସ୍ୱାଦ ଅନୁଯାୟୀ ଲୁଣ ନେଇ ନେଉଛି। ତାପରେ ମୁଁ ଏଠି ଦେଇ ଦେଉଛି ଅଧେ ଛୋଟ ଚାମଚ ଦେଉଛି କଳା ଜିରା। ତାପରେ ମୁଁ ଏଠି ଟିକେ କଲର୍ ପାଇଁ ହଳଦୀ ଦେଇ ଦେଉଛି। ତାପରେ ଏଠି तार टेस्ट को टिके बढ़ाइबा पे गोटे चाट मसला दूची। बस आमर एतिकी ही मसला दरकार, किसी भी आर मसला दरकार नहीं, तथापि बहुत टेस्ट लगिबो। आकु मु टिके गोळेई नेली, तापर अल्प टिके टिके पानी देकी ताकू भल भाव टिके मिक्स करि नेबे। बेसी पतला आण करिवेनी, नहले हमर कखारुटा फुलिबनी। मु एतिकी ही नहीं जाइए पतला करके। तापर एठी कखारू को दे दूची। आपण जिते भी कखारू को पतला करेंगे तार टेस्ट सेते बढ़िया आसीबो। देखंतु मुठी छाणी नेउची। पिला माने तो कखारू खाइबा पई प्राय पसंद करंतिनी, किंतु आपण जदि एमती बने कि देबे से माने निहाती खाइबा पई पसंद करिवे। मु सब जाक एमती उल्टै देली। कखारू भी देखंतु फुली जाउची। जिते पतला करेंगे सेते टेस्ट बढ़िबो आउ सेते बढ़िया से फुलिबो। मुठी सब जाक छाणी नेउची। देखंतु रेडी हो गला केते कम समय रे।